ଖ୍ରୀଷ୍ଟାବ୍ଦ 1836 ଗୁ ଉଦୟଗିରି କୁରୁମିଙ୍ଗିଆ ଗାଁରେ ବାଙ୍ଗ ମଲ୍ଲିକ ଓ ସାଥୀ, ଖ୍ରୀଷ୍ଟାବ୍ଦ 1845 ବଡ଼ ଗାଁ ପାତଲପାଙ୍ଗା ବାଲିଗୁଡ଼ାର ବାୟା ମଲ୍ଲିକ ଏବଂ ଖ୍ରୀଷ୍ଟାବ୍ଦ 1850 ପରବର୍ତ୍ତୀ ସମୟରେ ବିରିକିଆର ରିନ୍sh ମାଝୀଙ୍କ ବିପ୍ଳବ ତନ୍ମଧ୍ୟରୁ ଖୁବ୍ କମ୍ ଆଲୋଚିତ ଐତିହାସିକ ଘଟଣା। କନ୍ଧମାଳର ବୀର ଶହୀଦ ରିନ୍sh ମାଝୀ। କନ୍ଧମାଳ ମାଟିରେ କନ୍ଧ ବିପ୍ଳବର ଏକ ରକ୍ତ ରଞ୍ଜିତ ରୋମାଞ୍ଚକର ଇତିହାସ ରହିଅଛି। 1855 ଡିସେମ୍ବର 10 ତାରିଖରେ ସେ ଶହୀଦ ହୋଇଥିଲେ। ଚଳିତ ବର୍ଷ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବିପ୍ଳବ ବୀର ରିନ୍sh ମାଝୀଙ୍କ 169ତମ ସ୍ମୃତି ସଭା ପାଳନ ହୋଇଛି। ମା ମାଟିରେ ମୁକ୍ତି ପାଇଁ ସଂଗ୍ରାମ କରିଥିବା ବିଶିଷ୍ଟ ନେତା ରିନ୍sh ମାଝୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଡିସେମ୍ବର 10 ତାରିଖରେ ମଧ୍ୟ ନିଜ ଜନ୍ମ ମାଟି ମିଡ଼ିଆକିଆ ପଞ୍ଚାୟତର ବିରିକିଆ ଅଞ୍ଚଳରେ ତାଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ପାଳିତ ହେଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ତହସିଲଦାର ତଥା ମାଜିଷ୍ଟ୍ରେଟ ଦୀପ୍ତି ପ୍ରକାଶ ବେହେରା, ସମ୍ମାନିତ ଅତିଥି ଭାବେ ପାଳନ କମିଟିର ଆବାହକ ନେତ୍ର ମାନସେଟ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ବାଲିଗୁଡ଼ା ନଗର ସାଂସଦଙ୍କ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, କ୍ଲେଶ ପଟ୍ଟନାୟକ, ଦୟାନିଧି ମଲ୍ଲିକ, ଜିଲ୍ଲା ଓ ବ୍ଲକରୁ ବହୁ ବରିଷ୍ଠ ଆଦିବାସୀ ନେତା କର୍ମୀ ଉପସ୍ଥିତ ଥିବାବେଳେ ଉପସ୍ଥିତ ଜନସାଧାରଣ ଲୋକଙ୍କୁ ଶହୀଦ ବୀର ରିନ୍sh ମାଝୀଙ୍କ ବୀରତ୍ୱ ବିଷୟରେ ଅଭିଭାଷଣ ଦେଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ବିରିକିଆ ଗ୍ରାମ ଶହୀଦ ବୀର ରିନ୍sh ମାଝୀଙ୍କ ଜନ୍ମସ୍ଥାନ। ତାଙ୍କ ବାପାଙ୍କ ନାମ ରିଡିଙ୍ଗା ମାଝୀ ଓ ମା ବେକେରୀ। ଜେଜେ ବାପା ବୁଢ଼ାସା ମାଝୀ ବେକାରିଆ ଅଞ୍ଚଳର କନ୍ଧମୁଠା ହେଡ୍ ଥିଲେ ଓ ତାଙ୍କର ପାଟଣା ରାଜ ପରିବାର ସହିତ ସମ୍ପର୍କ ଥିଲା। ବିବାହର ବହୁ ବର୍ଷ ଧରି ରିଡିଙ୍ଗା ଆଉ ବେକାରୀଙ୍କର କୌଣସି ସନ୍ତାନ ହେଲା ନାହିଁ। ସେଥିପାଇଁ ସେମାନେ ନିଜ ଆରାଧ୍ୟ ଦେବତା ରିନ୍ଧାୱାଲିଙ୍କ ଠାରେ ପୁତ୍ର ପ୍ରାପ୍ତିର କାମନା କରି ପୂଜା ଉପାସନା କରିବା ପରେ ଦେବତାଙ୍କ ଆଶୀର୍ବାଦରୁ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ପାଇଥିଲା। ତାଙ୍କ ନାମ ରିନ୍sh ମାଝୀ ରଖାଯାଇଥିଲା। ଆଜି ଆମର ପ୍ରିୟ ନେତା 170 ବର୍ଷ ତଳେ ଯିଏ ବ୍ରିଟିଶ ବିରୁଦ୍ଧରେ ବିଶାଳ ଆନ୍ଦୋଳନ କରିବାର କ୍ଷମତା ରଖୁଥିଲା, ଆମ ସମସ୍ତଙ୍କର ପ୍ରିୟ, ଆମର ଅଧିକାର ପାଇଁ ଜଙ୍ଗଲ ଜମି ପାଇଁ ଲଢ଼ୁଥିବା ନେତା, ସ୍ୱାଧୀନତା ପାଇଁ ଲଢ଼ୁଥିବା ନେତା, ମୁକ୍ତି ସଂଗ୍ରାମର କ୍ରାନ୍ତିକାରୀ ବୀର ଶହୀଦ ରିନ୍sh ମାଝୀଙ୍କର 170 ବର୍ଷ ପୂର୍ତ୍ତି ଅବସରରେ ଆମେ ବରିକିଆ ତାର ଜନ୍ମ ମାଟିରେ ତାଙ୍କର ମନେ ପକାଇ ତାଙ୍କର କଥା ଗାଥା ମନେ ପକାଇ ଆମେ ପାଳନ ମହୋତ୍ସବରେ କରୁଛୁ। ଏବଂ ଯେଉଁଠାରେ ଏତେ ବଡ଼ ବୀର ଜନ୍ମ ହୋଇଛନ୍ତି ସେ ମାଟି କିଭଳି ଭାବରେ ଅବହେଳିତ ସରକାର ବାହାଦୁରଙ୍କୁ ଆମେ ଜଣାଇବା ପାଇଁ ଚାହୁଁଛୁ। ବରିକିଆ ମାଟି ଶହୀଦର ମାଟି, ତାକୁ ଶହୀଦର ମାନ୍ୟତା ଦିଆଯାଉ ଏବଂ ମିଡ଼ିଆକିଆ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ହିସାବରେ ସରକାର ଗଢ଼ି ତୋଳନ୍ତୁ ସ୍ୱତନ୍ତ୍ର ପ୍ୟାକେଜ ଦେଇକରି। ଏବଂ ତାଙ୍କର ଯେଉଁ ଐତିହ୍ୟ ଅଛି, ପରମ୍ପରା ଯେଉଁ ରହିଛି, ତାର ରିନ୍ଧାବାଲି ପୂଜାସ୍ଥଳ, ଲୋହାପେନୁ ଏବଂ ବରିକିଆ ଗୁମାଧାରା, ଏହାର ସଂରକ୍ଷଣ ତୁରନ୍ତ ସରକାର ବାହାଦୁର ନିଅନ୍ତୁ। ଏହାକୁ ପର୍ଯ୍ୟଟନ ସ୍ଥଳ ଘୋଷଣା କରନ୍ତୁ। କନ୍ଧମାଳ ମଧ୍ୟ ଓଡ଼ିଶା ଭାରତ ବର୍ଷର ମୁକ୍ତି ସଂଗ୍ରାମରେ କମ୍ ଯୋଗଦାନ ଦେଇନାହିଁ। ସେଇଟା ଆମର ସେଠି ଉଦୟଗିରି କୁରୁମିଙ୍ଗିଆଠୁ ଆରମ୍ଭ କରି କନ୍ଧମାଳରେ ବରିକି ମାନେ ବାଲିଗୁଡ଼ାର ବରିକିଆ ପର୍ଯ୍ୟନ୍ତ କଥା କହିବ। ଏଣୁ ଇଏ ଲଢ଼ୁଆ ମାଟି, ଚକ୍ରା ବିଶିର ମାଟି, ରିନ୍sh ମାଝୀର ମାଟି, ଏହାକୁ ସରକାର ବାହାଦୁର ମାନ୍ୟତା ଦିଅନ୍ତୁ। ଲଢ଼ୁଆ ମାଟି କନ୍ଧମାଳ ଏବଂ ଆମର ଅଧିକାର ପାଇଁ ଏବେ ବି ଲୋକ ଯୁଝୁଛନ୍ତି। ଏବେ ମଧ୍ୟ ଖାଇବାଟା ପାଇଁ ଏବଂ ରାସ୍ତାଘାଟ ପାଇଁ, ଟାୱାର ପାଇଁ ଏବେ ମଧ୍ୟ ଅବହେଳିତ ହୋଇକି ତାର ଅଞ୍ଚଳ ରହିଛି। ଏଣୁ ଏଭଳି ଏହାକୁ ଆଦର୍ଶ ଗ୍ରାମ ଭାବରେ ଜିଲ୍ଲାକୁ ଘୋଷଣା କରାଯାଉ, ପର୍ଯ୍ୟଟନ ଘୋଷଣା କରାଯାଉ ଏବଂ ଲୋକଙ୍କୁ ଅଧିକାର ଦେଇ ଲୋକଙ୍କର ବନ୍ୟଜାତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟର ଠିକ୍ ଦିଆଯାଉ, ଯେଉଁଥିରେ ଦାଦନ କମିବ ଏବଂ ବୀରର ଗାଥା ଯୁଗେ ଯୁଗେ ସୂର୍ଯ୍ୟ ଚନ୍ଦ୍ର ତାରା ଥିବା ପର୍ଯ୍ୟନ୍ତ ରିନ୍sh ମାଝୀର କଥା ରହିବ। ଅଲିଖିତ ଇତିହାସର ପୁନରାବୃତ୍ତି ହେଉ, ଏ ଇତିହାସ ଲେଖା ହେଉ, ରିନ୍sh ମାଝୀର ଇତିହାସ ସ୍ୱର୍ଣ୍ଣାକ୍ଷର ଲେଖା ହେଉ, ଏଇଟା ଆମର ଦାବି ଅଛି। ଆଜିର ସ୍ମୃତି ସଭାରେ, ଆଜିର ଶହୀଦ ରିନ୍sh ମାଝୀଙ୍କ ସ୍ମୃତି ସଭାରେ ମୁଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲି। ମୋ ନାଁ କ୍ଲେଶ ପ୍ରଧାନ। ଯେ ଶହୀଦ ରିନ୍sh ମାଝୀଙ୍କର ସ୍ମୃତି ଚାରଣ କରିବା ବେଳେ ଅନେକ ଅଦ୍ଭୁତ କଥା ମାନ ସ୍ଥାନରେ ପ୍ରକାଶ ପାଇଛି ଏବଂ ଯଦିବା ରିନ୍sh ମାଝୀଙ୍କର ଜନ୍ମ ମିଡ଼ିଆକିଆ ଗ୍ରାମ ପଞ୍ଚାୟତ
बालीगुड़ार पंचायतर बरिकिया ग्राम रे अटे किंतु से पूजा पाउछंती आपण मानकर कलाहांडीर उर्लादानी ठारे जेहेतु तांकर जन्म स्थान एटा थिला एवं कर्मभूमि थिला कलाहांडी जिला रामपुर पंचायत समिति उर्लादानी ठारे एवं सही स्थान रे से नरबलीर प्रतिवाद रे विद्रोह सृष्टि करथिले एवं इंग्रेज सैनिक मानकर कैंप पोड़ी पाउंस ध्वंस करथिले से विषय भी एठी आलोकपात करा जायछि एवं गर्व करा जायछि जे एते बड़ शहीद नेता भारतर स्वाधीनता संग्रामी रिंडो माझी आदिवासी कंध नेता से समग्र भारत वर्ष जमती पूजा पाइबे सेतिपाई जत्नवान करा जायछि एवं एही स्थान रे तांकर प्रतिमूर्ति स्थापन करिया पाई व्यवस्था करा जायछि। पूर्वतन बाचस्पति श्री सालु पूर्वतन उपबाचस्पति श्री सालुगा प्रधान से गुरुत्वपूर्ण दायित्व नहीं एवं निकट भविष्य रे निरंजन बिशी बदानतार अनुदान इच्छा एवं चेष्टार स्थान रे रिंडो माझी प्रतिमूर्ति स्थापन करा भावना को स्थिरीकृत करा जायछि। आशा करा जाउछि आगामी दिन रे रिंडो माझी इतिहास को केमिति समग्र भारत वर्ष पढ़िबो सेतिपाई भी तहसीलदार महोदय को दायित्व दि जायछि एवं नेतृस्थानीय व्यक्ति माने मध्य सहयोग करिया पाई निजर इच्छा एवं उद्देश्य को व्यक्त करिसंती। आज मीडिया के ग्राम पंचायत बोरिकिया ग्राम रे शहीद रिंदो माझी को आमे तांकर शहीद दिवस पालन करिचु। आज समस्त आमर अंचल उपस्थित थिले आमर बापा माँ माने एवं समस्त आम सरकारी कर्मचारी भी जनइलु कहीं रिंदो माझी होउछंती आमर एही बोरिकिया माटीर जन्म ग्रहण करथिले जो शहीद दिवस उपर आम आलोचना करिकी ए जो आमर बोरिकिया बा मीडिया के ग्राम पंचायत कोभली अवहेला हो रही या सरकार केमती आगामी दिन में दृष्टि देव से उपर आम आलोचना करिकी लोक बहुत सचेतन कराइला। बहुत ये कार्यक्रम में पदाधिकारी आसते मु गणमाध्यम तरफ आपण मान अनुरोध करुच्ची आपण ये जो आमर शहीद दिवसटा को आहरी केमती उन्नति करिपारिबा आउ सरकार निकट में आमर आज जो आलोचना है सेटा आपण माने केमती जणेबे सेति प्रति समस्त अंचलवासी जो सहयोग करथिले आमे आगामी दिन में आहरी बड़ आकार रे आमे शहीद दिवस पालन करबा चाहूँ। कंधमाल कोटगड़रू रसाल डंगरिया रिपोर्ट A1 ओडिशा।